নমো ভগবতে मंगलाचरण भागीशायस्य वदने लक्ष्येषु च वक्ष्यसि यस्य ते हृदय वर्षति तन्नृसिंहं भजे विश्वसर्वदिवालक्षणं श्रीकृष्णाख्य परध्याम जगध्याम नमामि तत् माधव माधव वश्च सर्वसिद्धि विनायते माधव माधव वश्च सर्वसिद्धि विनायते वंदे परस्परत्यं परस्परं प्रियलोकं मूकं करति वाचालं पंगुलंघयते गिरि यत्कृपाः तमः वंदे परमानंदः माधव जो ब्राह्मण रुद्रणं तु स्तव तुम पादम्बुजं एतदेपात् जो ब्राह्मण रुद्रणं तु मूकं करति वाचालं पंगुलंघयते गिरि यत्कृपाः तमः वंदे परमानंदः माधव जो ब्राह्मण रुद्रणं तु स्तव तुम पादम्बुजं करति वाचालं पंगुलंघयते गिरि सत्कृपाः तमः वंदे परमानंदः माधव जो ब्राह्मण रुद्रणं तु स्तव पादम्बुजं मंगलचरण भागीशयस्य वदने लक्ष्येषु च वक्ष्यसि यस्य ते हृदय वसति तन्नृसिंहं भजे विश्वसर्वदिवालक्षणं श्रीकृष्णाख्य परध्याम जगध्याम नमामि तत् माधव माधव वश्च सर्वसिद्धि विनायते वंदे परस्परत्यं परस्परं प्रियलोकं मूकं करति वाचालं पंगुलंघयते गिरि तत्कृपाः तमः वंदे परमानंदः माधव जो ब्राह्मण रुद्रणं तु स्तुतन्ति दैवस्तव देवसंगपद पश्यन्ति जो सामज्ञा ध्यान वसते गदगदे मनसा पश्यन्ति जो योगिना जस्यन्ते न बुद्धिसुरासुरगण देवायस्तुते नमः नारायणं नमस्कृत्यं नरचैव नरोत्तमो देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाविद्ययुक्तं पिबतं भागवतं रसमालयं प्रभु पंचविंश अध्याय एकादश स्कंद पंचविंश अध्याय भगवान उवाच बोल बांधवार हरि बोल बोलन्ति प्रभु नारायण उद्धव सावधाने शुण तु अटु भक्त प्रधान कहिबा शंख जोग ज्ञान जे ज्ञान जानी विज्ञ जन हुड़ती विकल्प संभ्राम जे ज्ञान विज्ञान कल्पित प्रथमे सृष्टि हिरग्रत परम ब्रह्म मात्र थिले से जेबे सृष्टि ही आरंभिले से काले विवेक प्रधान सृष्टि रे प्रवहतिले जान ज्ञान विज्ञानमय ब्रह्म भागे लोके जानती हि जोग मार्गे आदि गणना सत्य जुग से ब्रह्म होई हि बेनि भाग प्रकृति रूपे एक वंश द्वितीय पुरुष प्रकाश जे भोग प्रकृति रूपिण सृष्टि पालन संहारण से भावे जड़ रूप होई ईश्वर वसे भोक्य पाई तेणु से ब्रह्म हबेनि खंड संजोगे जन्मी हिला ब्रह्मांड ब्रह्मांड मध्य तीन गुण जन्मिला प्रकृति कारण त्रिगुण सत्य रजतम
যে ক্রিয়া শক্তি উপাদান সে পুণ ত্রিগুণ জড়িত তহু উপজিহিলা মহত মহতে ত্রিগুণ বিକାର তহু জন্মিলা অহংକାର ସେ ପୁଣି ହୋଏ ତିନି ଅଂଶ ସାତ୍ୱିକ ରାଜହସ ତାମସ ପଞ୍ଚତତ୍ମାନ ଇନ୍ଦ୍ରଗଣ ମନର ପରହମ କାରଣ ତାମସ ଅହଙ୍କାରର ଜାତ ହୋଇଲେ ପଞ୍ଚ ମହାଭୂତ ମଧ୍ୟରେ ଅହଙ୍କାର ସଜାଇ ଜନ୍ମିଲେ ଇନ୍ଦ୍ର ଏକାଦଶ ଅନ୍ତେ ଯେ ଥିଲା ସତ୍ୱଗୁଣ ତହୁଁ ଜନ୍ମିଲେ ହେ ଦେବଗଣ ଏ ସର୍ବଜନ୍ମ ଏକ ବେଳେ କ୍ଷଣେ ନ ରହନ୍ତି ନିଶ୍ଚଳେ ମୁହିଁ ତାହାଙ୍କ ହୃଦେ ଯାଇ ପଶିଲି ଗୁରୁ ପ୍ରାୟ ହୋଇ ତେବେ ସମସ୍ତେ ହୋଇ ରୁଣ୍ଡ ଏକତ ସଜେଇଲେ ବ୍ରହ୍ମାଣ୍ଡ ଦିଶଇ ମୋହେ ମହମୟ ଅଣ୍ଡ ମୋର ବିହାର କ୍ରୀଡ଼ା ଭାଣ୍ଡ ଅଶେଷ ଜଳେ ସେ ଭାସଇ ସଲିଳ ବିମ୍ବ ପ୍ରାୟ ହୋଇ ମୁଁ ପୁଣି ପଶି ତାର ମଧ୍ୟେ ନିଦ୍ରା ପ୍ରକାଶୀ ହିଲି ଆନନ୍ଦେ ମନାଭି କମହଳୁ କମଳ ଜନ୍ମିଲା ଅତ୍ୟନ୍ତ କୋମଳ ସେ ପଦ୍ମ ବ୍ରହ୍ମ ଅବତାରେ ଯେ ଯୋଗ ବଳେ ସୃଷ୍ଟି କରେ ସେ ରଜଗୁଣ ଜାତ ହୋଇ ବିଶେଷ ମୋର ଆଜ୍ଞା ପାଇ ସତେ ବରଷ ଦେବ ମତେ ତପ ସାଧିଲେ ସେ ନିରତେ ସେ ତପେ ମୋର ମନ ତୋଷି ମୁଁ ପୁଣି ତାର ଦେହେ ପଶି ସେ ମୋର ନିଗମ ବଚନେ ସୃଷ୍ଟି କରଇ ଅନୁମାନେ ସ୍ୱଭାବେ ବ୍ରହ୍ମା ପ୍ରଜାପତି ଦେବ ବଚନେ ତାର ମଦେ ବ୍ରହ୍ମାଣ୍ଡ ମଧ୍ୟରେ ତପ ବଳେ କଲ୍ପିଲା ଭୁବନ ମଣ୍ଡଳେ ଦ୍ୱିସପ୍ତ ଲୋକ ଅଧରୁଧେ ସର୍ଜିଲା ଦେବ ବାକ୍ୟ ଛନ୍ଦେ ସ୍ୱର୍ଗ ସଜିଲା ପ୍ରଜାପତି ଯେ ଲୋକ ଦେବ ଗଣ ସ୍ଥିତି ପୁଣି ଚାହିଁଲା ଅଧମୁଖେ ମନୁଷ୍ୟ ସଜିଲା ଭୁଲକେ ଏବେ ନିଲୋକ ସୁଜି ମନେ ପୁଣି କଳ୍ପିଲା ମଧ୍ୟ ଶୂନ୍ୟ ତାହାକୁ ଭୁବ ଲୋକ ଭଲେ ଯହିଁ ଭ୍ରମନ୍ତି ଭୂତଗଣେ ଏ ତିନି ଲୋକହର ଉପରେ ପୁଣି ବିଧାତା ସୃଷ୍ଟି କରେ ସିଦ୍ଧି ପୁରୁଷ ଯହିଁ ଥାନ୍ତି ଯୋଗେନ୍ଦ୍ର ତହିଁ ସଞ୍ଚରନ୍ତି ପୁଣି ଏ ତିନି ଲୋକ ତଳେ ବ୍ରହ୍ମା କଲ୍ପିଲେ ଯୋଗ ବଳେ ପାତାଳ ନାମେ ଭୂମି ତଳେ ଯହିଁ ଅସୁର ନାଗ ବଳେ ଏ ତିନି ଲୋକ ମଧ୍ୟ କ୍ରମ ସଙ୍ଗତେ ଜୀବ ଭ୍ରମେ ଏ ତିନି ଲୋକ ରୁଦ୍ଧ ଗତି ପୁଣି କଲ୍ପିଲା ପ୍ରଜାପତି ମହାନ୍ତେ ଯହିଁ ଜାନ୍ତି ଥାନ୍ତି ସୁଖେ ତାହା କଳ୍ପିଲା ମହାକଳ୍ପେ ତାର ଉପରେ ଜନ ଲୋକ ଦୁଃଖ ଶୋକ ସେ ଜନ ଲୋକହର ଉପରେ ଯହିଁ ବସନ୍ତି ତପିବରେ ସତ୍ୟ ସାତ୍ୱିକ ଯହିଁ ଥାନ୍ତି ସେ ସତ୍ୟ ବ୍ରହ୍ମ ଲୋକ ସ୍ଥିତି ସେ ବ୍ରହ୍ମ ଲୋକ ଊର୍ଦ୍ଧ୍ୱ ଦେଶେ ସହସ୍ର ସୂର୍ଯ୍ୟ ପ୍ରାୟ ଦିଶେ କିବା କହିବା ତାର ଜ୍ୟୋତି ମୋର ଭକତେ ଯହିଁ ଥାନ୍ତି ଭକତି ଯୋଗ ବଳେ ମତେ ଚିନ୍ତା କରନ୍ତି ଅବିରତେ ମୁଁ ଯେଣୁ ବୈକୁଣ୍ଠ ଠାକୁର ତେଣୁ ବୈକୁଣ୍ଠ ନାମ ମୋର ଏଣୁ ମୁଁ ବ୍ରହ୍ମା ପ୍ରଜାପତି ଲୋକ ଆଧାର ଲୋକ ସ୍ଥିତି
ସମସ୍ତ ପାଳି ଯୋଗ ବଳେ ପୁଣି ସହରେ ହେ ଅନ୍ତରାଳେ ଏଣୁ ଏ ଅନ୍ୟହତ ସଂସାର ତ୍ରିଗୁଣ କର୍ମ ହରେ ସଞ୍ଚର ଏ ଭବ କୂପେ ହେ ଜନ୍ତୁ ପଡ଼ି ଅଶେଷ କର୍ମ ବାସ ଜଡ଼ି ଭ୍ରମନ୍ତି ଏ ଘୋର ସଂସାରେ ରଜତାମସ ଅହଙ୍କାରେ ବୃହତ ସୂକ୍ଷ୍ମ ସ୍ଥୂଳ ଅଣୁ ସ୍ଥାବର ଜଙ୍ଗମ ଚେତନୁ ମାୟା କଳ୍ପିତ ସର୍ବଜନ ବ୍ରହ୍ମାଦି ଚୌହୁଦ ଭୁବନ ଏଣୁ ଈଶ୍ୱର ହଏ ଭୁବନେ ସର୍ବତ ବସ ହଇ ସମାନେ ସୃଷ୍ଟି ପ୍ରଳୟ ନିତ୍ୟ କରେ ମାୟା ସଂସାରେ ହେ ସେ ବିହରେ ଏଣୁ ଏ ଅନିହିତ ସଂସାର ନିତ୍ୟ ପୁରୁଷ ମୋ ଈଶ୍ୱର ଏ ମାୟା ପ୍ରକୃତି ବିକାର ଜଗତେ ହେତୁ ହୁଏ ବ୍ୟବହାର ଏକ ବ୍ରହ୍ମ ଏ ବୃତ୍ତାନ୍ତ ବିକାର ଆଦି ମଧ୍ୟ ଅନ୍ତେ ଯେ ଆଦି ଅନ୍ତହର କାରଣ ସେ ସତ୍ୟ ବୋଲି ହେତୁ ଜାଣ ପ୍ରକୃତି ପୁରୁଷ ଏବେନି ଜଗତ ପ୍ରିୟ ରଚନୀ ବିଶ୍ୱ ପ୍ରକାଶ ହେତୁ ମୁହିଁ ମୁଁ କାଳ ରୂପେ ହେ ସଂହାରଇ ମୋର କଟାକ୍ଷ ମାତ୍ର ଜାଣ ଅଶେଷ ବ୍ରହ୍ମାଣ୍ଡ ନିର୍ମାଣ ଭୂତଙ୍ଗ ମାନେ ମୁହିଁ ଯେବେ ମତେ ଚିନ୍ତନ୍ତି ହି ଆତ୍ମା ଭାବେ କୋଟି ବ୍ରହ୍ମାଣ୍ଡ ମାୟାମୟେ କ୍ଷଣ ମାତ୍ରକେ ଜାନ୍ତି କେଏ ଯେ ଯାହା ତନୁ ଥାନ୍ତି ଆସି ଆଉ ଅନ୍ତେ ଚଳନ୍ତି ତାହା ଗ୍ରାସୀ ପ୍ରକୃତି ସଂଯୋଗେ ଯୋଜନ ପ୍ରକୃତି ସଂଯୋଗେ ଜଗତ ଅନ୍ତେ ପ୍ରକୃତି ହିଁ କରେ ଗ୍ରସ୍ତ ସେ ଦୈବୀ ମାନେ ମାୟା କାଳ ରୂପୀ ପ୍ରକୃତି ରୂପେ ହିଁ ଥାଇ ବ୍ୟାପୀ ଏଣୁ ସେ କାଳେ ହିଁ ସୃଷ୍ଟି କଲେ ଅନ୍ତେ ବ୍ରହ୍ମାଣ୍ଡ ସେ ସଂହରେ ଅକାଳ ପୁରୁଷ ତାର ସଙ୍ଗେ ପ୍ରବେଶ କରେ ହେ ଜୀବ ଅଙ୍ଗେ ସେ ଜୀବ ପଶେ ହେ ମୋର ତହିଁ ମୁହିଁ କେବଳ ମାତ୍ର ଥାଇ ମୁହିଁ ସକଳ ଭାବେ ସାକ୍ଷୀ ମୋ ବିନୁ ଆନ ନାହିଁ କଳ୍ପଇ ମୁହିଁ ମୋହର ଆଶ୍ରେ ଥାଇ ଏଣୁ ନିରାଧର ବୋଲାଇ ମୁହିଁ ସକଳ ଅବଶେଷ କେବଳ ଥାଇ ହିଁ ନିଜ ଅଂଶ ଏହାକୁ ସଂଖ୍ୟା ଯୋଗ କହି ଏ ଜ୍ଞାନ ସଂଶୟ ନଥାଇ ଚିତ୍ତ ସକଳ ରହେ ଦୋଷ କେବଳ କୈବଲ୍ୟ ପ୍ରକାଶ ଏଭାବେ ନିରହତେ ଯେ ମିଶି ଅଜ୍ଞାନ ହରେ ହେ ଜ୍ଞାନ ଦିଶି ଉଦ୍ଧବ କହେ ହେ ଋଷିକେଶ ଶ୍ରୀ ଭାଗବତେ ହେ ଏକାଦଶ ସୁଜନେ ଶୁଣ ଏକ ମନେ କୃଷ୍ଣ ଚରିତ ତତ୍ତ୍ୱଜ୍ଞାନେ ନିଶ୍ଚୟ ହୋଇବ ପ୍ରବେଶ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପ୍ରାଣେ ପରମହଂସ୍ୟା ସଂହିତା ଏକାଦଶ ସ୍କନ୍ଧେ ପଞ୍ଚବିଂଶ ଶୋଧ ଅଧ୍ୟାୟ षोडविंश अध्याय एकादश स्कंद षोडविंश अध्याय भगवान उवाच बोल प्रांदवार हरि बोल कृष्ण बोलंती हि वश्य शुण कही भातृगुण लक्षण तपस्वी त्याग समदम सत्य संतोष दया धर्म तितिक्षा श्रद्धा लज्जा स्तुति निस्तहमति आत्मगरति हे सर्वभाव सत्वगुणे संख्या जोगर परिमाणे एवे हो स्थिर मने शुण राजस्व गुण लक्षण काम व्यापार
तृषामर्द्य गर्भविलासः मतिभेद जस प्रभावः सुख इच्छा लभे संकल्पः मंत्र दीक्षा ओम भूर्भुवस्स्य तस्य विदुर्वरेण्यं परदेव सरिमयि दयना प्रदद्याम शांति शांति पृथ्वी शांति मातम शक्ति यह समुच्चय सुख शांति जय जगन्नाथ।